ଆଜି ଜାଣିବା ସମସ୍ତଙ୍କୁ ବଶୀଭୂତ କରିବାର ସହଜ ଉପାୟ। ଆପଣମାନେ ମୋ ପଛପଟେ ଯେଉଁ ପଡ଼ିଆ ଦେଖୁଥିବେ ଗାଈ ଚରୁଛି କାହିଁକି ଏଠିକି ଆସିଛି, ଏଇଠି ହିଁ ଆଜ୍ଞା ଆପଣଙ୍କ ଆଗରେ ଭିଡ଼ିଓଟି କରୁଛି। ସମସ୍ତେ ଦେଖିଲେ ଜାଣିପାରିବେ କେମିତି ବଶୀଭୂତ କରିବେ। କୌଣସି ମନ୍ତ୍ର ପନ୍ତ୍ର ପାଠ ପଢ଼ିବା କିଛି ବି ଦରକାର ନାହିଁ। ପରମେଶ୍ୱରଙ୍କ ଉପରେ ଭରସା ରଖନ୍ତୁ। ଖାଲି ଛୋଟିଆ ସରଳ ଉପାୟଟି କରିବେ, ଦେଖିବେ ଆପଣଙ୍କ ଜୀବନରେ ବହୁତ କିଛି ବଦଳିବାକୁ ଯିବ। ଆପଣ ଯାହାକୁ ଚାହିଁବେ ବଶୀଭୂତ କରିପାରିବେ, ଆପଣଙ୍କ ଆଡ଼କୁ ଆକର୍ଷିତ କରିପାରିବେ। ତ କ'ଣ ସେ ମନ୍ତ୍ର? ଆପଣ 4ଟି ବାର ବାଛିବେ। ଆପଣଙ୍କ ହିସାବରେ 4ଟି ବାର, ଯଦି ଆପଣ ବାଛୁଛନ୍ତି ରବିବାର, ସୋମବାର, ବୁଧବାର, ଶୁକ୍ରବାର, ଏଇ 4ଟି ବାର ଯଦି ଆପଣମାନେ ବାଛୁଛନ୍ତି ସେଇ 4ଟି ବାରରେ ହିଁ କରିବେ, ଅଲଗା ବାରରେ କରିବେନି। ଯାହା ବାଛିବେ ସେଇ 4ଟି ବାର। ଯଦି ବାଛୁଛନ୍ତି ଆପଣ ମଙ୍ଗଳବାର, ଗୁରୁବାର, ଶନିବାର, ସୋମବାର, 6ଟି ବାର ଭିତରୁ ଆପଣ ଯେକୌଣସି 4ଟି ବାର ବାଛିବେ। 4ଟି ବାରରେ ସକାଳୁ ଗାଧେଇ ପାଧେଇ ସ୍ନାନ ସାରି ଅରଖ ଗଛ, ସାଙ୍ଗମାନେ ଅରଖ ଗଛରୁ ଗୋଟିଏ ପତର ନେବେ। ଏହି ପତରରେ ଆପଣ ଯାହାକୁ ଚାହୁଁଛନ୍ତି ବଶୀଭୂତ କରିବା ପାଇଁ, ଆପଣଙ୍କ ଆଡ଼କୁ ଢାଳିବା ପାଇଁକା, ସେଇ ପତ୍ରରେ ସିନ୍ଦୁରରେ ତା ନାମ ଲେଖି ପ୍ରଭୁ ପରମେଶ୍ୱରଙ୍କୁ ସ୍ମରଣ କରି, ତା ନାଁକୁ ସ୍ମରଣ କରି ସେଇ ପତ୍ରଟିକୁ ବରଗଛ ମୂଳରେ ଥୋଇ ଦେଇ ଆସନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବେ ଆପଣଙ୍କର ସକ୍ସେସ୍ ହେବ। ଏହି କାମ 7 ଦିନ କରିବା ଦରକାର କିମ୍ବା 21 ଦିନ। ଜମାରୁ ବି ବନ୍ଦ କରିବେନି। ଯଦି 7 ଦିନ କରୁଛନ୍ତି 7 ଦିନ କରିବେ, ଯଦି 21 ଦିନ କରୁଛନ୍ତି 21 ଦିନ କରିବେ। ଏତିକି ମାନିବେ, ନିହାତି ଭାବେ କାମ ଦେବେ। ଯଦି ବିଶ୍ୱାସ କରୁଛନ୍ତି ତାହେଲେ କରିକି ଦେଖନ୍ତୁ। ଯଦି ବଶୀଭୂତ ନ ହେଉଛି ତାହେଲେ ମୋତେ କହିବେ। ଆଉ ଭିଡ଼ିଓଟି ଯଦି ଭଲ ଲାଗୁଥିବ ସାଙ୍ଗମାନେ ନିହାତି ଭାବେ ସବସ୍କ୍ରାଇବ୍ କରିବା ଜମାରୁ ବି ଭୁଲିବେନି। ଭଲ ଭଲ ଭିଡ଼ିଓ ମୁଁ ଆପଣମାନଙ୍କୁ ଆଣିକି ଦେବି।